ଡିଜେଲରେ କୌଣସି ସର୍ଟେଜ ନାହିଁ। ଲୋକ ପେନିକ୍ ବୟିଂ କରୁଛନ୍ତି ଯଦ୍ୱାରା କି ମାନେ କୃତ୍ରିମ ଅଭାବର ସୃଷ୍ଟି ଦେଖାଯାଉଛି, କିନ୍ତୁ ପ୍ରକୃତରେ କୌଣସି ସର୍ଟେଜ ନାହିଁ। ବର୍ତ୍ତମାନ ଯାହା ଇଣ୍ଡେଣ୍ଟ କରାହେଉଛି ଷ୍ଟକ୍ ଆସୁଛି, କିଛି ଅସୁବିଧା ନାହିଁ। ଆମର କିଛି ସ୍କ୍ୱାଡ୍ ଏବଂ ସବ୍ ସ୍କ୍ୱାଡ୍ ମଧ୍ୟ ବୁଲୁଛନ୍ତି ପ୍ରତ୍ୟେକ ପେଟ୍ରୋଲ ପମ୍ପରେ, ପ୍ରପର ଚେକ୍ କରି ଆସୁଛନ୍ତି। ଲୋକ ବହୁତ ଲାଇନ୍ ଲଗେଇକି ନେଉଛନ୍ତି, କିନ୍ତୁ ସେମିତି ଅଭାବର ଦୃଷ୍ଟିଗୋଚର ହୁଏ। ପେଟ୍ରୋଲ ପାଇବା ନ ପାଇବାର ସେମିତି କିଛି ଆମ ପାଖରେ ନଜର ଆସିନାହିଁ, କିନ୍ତୁ ଲାଇନରେ ପାଇକି ମଧ୍ୟ ସେମାନେ ନେଇଯାଉଛନ୍ତି। କିଛି ପେଟ୍ରୋଲ ପମ୍ପ ସେମାନେ ନିଜେ 100 ଟଙ୍କା 200 ଟଙ୍କା ଏମିତି କରିକି ନିଜେ ରେଷ୍ଟ୍ରିକ୍ସନ୍ କରୁଛନ୍ତି, କିନ୍ତୁ ଆମର ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସେମିତି ରେଷ୍ଟ୍ରିକ୍ସନ୍ କରାଯାଉଛି। ଆମେ ତଦନ୍ତ କରିକି ଦେଖିବୁ, ସେମିତି ଯଦି କିଛି କାହା ନିର୍ଦ୍ଦେଶ ବଳରେ ସେମାନେ ସେ ରେଷ୍ଟ୍ରିକ୍ସନ୍ କରୁଛନ୍ତି, ଆମେ ତାଙ୍କ ବିରୁଦ୍ଧରେ ଆକ୍ସନ୍ ନେବୁ। ଦେଖିବା, ସେଟା ତଦନ୍ତ କରିଲେ ଜଣାପଡ଼ିବ ପ୍ରକୃତରେ କ'ଣ ହେଇଛି, ତାଙ୍କର କ'ଣ ଷ୍ଟକ୍ ପଜିସନ୍ ଥିଲା, କେମିତି ସେଗୁଡ଼ା ଦେଖାଯିବ। यापर सेमती तो रेस्ट्रिक्शन किसी ना, जो पेट्रोल पंप 24 घंटा पेट्रोल पंप जोटा से 24 घंटा खोले, और जोटा 12 घंटिया भी अच्छी से अनुसार टाइम अनुसार खोलती। ମୁଁ ତାଙ୍କୁ ଏହା ରିକ୍ୱେଷ୍ଟ କରିବି ବା ତାଙ୍କୁ ରିକ୍ୱେଷ୍ଟ କରିବି ଯେ ଏମାନେ ଟ୍ରେନିଂ ବନ୍ଦ କରନ୍ତୁ ନାହିଁ, ଷ୍ଟକ୍ ପ୍ରକୃତରେ ଠିକ୍ରେ ଆସୁଛି, କୌଣସି ଜାଗାରେ ଟ୍ରେନିଂ ହେବା ଦରକାର ନାହିଁ।